ରାସ୍ତା କାମ ନିମ୍ନମାନର ଅଭିଯୋଗ। ରାସ୍ତା ଉପରେ ପିଚୁ ପଡ଼ିବାର ମାସେ ନ ପୂର୍ବରୁ ରାସ୍ତାରୁ ଉଠିଯାଉଛି ପିଚୁ। କାର୍ଯ୍ୟାନୁଷ୍ଠାନ ଦାବି, ଅସନ୍ତୋଷ ଅଞ୍ଚଳବାସୀ। କନ୍ଧମାଳ ଫିଙ୍ଗିରିଆ ଏନ୍ଏନ୍ଏସ୍ ପିଚୁ ପଡ଼ିବାର ମାସେ ନ ପୂର୍ବରୁ ରାସ୍ତା ଉପରୁ ଖଣ୍ଡ ଖଣ୍ଡ ହୋଇ ଉଠିଯାଉଛି ପିଚୁ। କାମଟି ଏତେ ନିମ୍ନମାନର ହୋଇଛି ଯେ ହାତରେ ଘଷିଦେଲେ ରାସ୍ତା ଉପରେ ପଡ଼ିଥିବା ପିଚୁ ସହ ଉଠିଯାଉଛି ଗୋଡ଼ି। ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅଞ୍ଚଳବାସୀ। ପ୍ରତିବାଦ କଲେ ଗ୍ରାମବାସୀଙ୍କୁ ମିଳୁଛି ଠିକାଦାରଙ୍କ ଧମକ। ତେବେ ଏଭଳି ଏକ ନିମ୍ନମାନର ରାସ୍ତା କାମ ଦେଖିବାକୁ ମିଳିଛି ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଉପାନ୍ତ ଅଞ୍ଚଳ କୁହାଯାଉଥିବା ପାଙ୍ଗା ଉପରସାହି ପଞ୍ଚାୟତ ଅଞ୍ଚଳରେ। ରାଜ୍ୟ ଓ କେନ୍ଦ୍ର ସରକାର ରାଜ୍ୟର ଉପାନ୍ତ ଅଞ୍ଚଳମାନଙ୍କରେ ଯାତାୟାତର ସୁବିଧା ପାଇଁ ପକ୍କା ରାସ୍ତା ନିର୍ମାଣ କରିଥିବା କହୁଥିବା ବେଳେ ଏହି ରାସ୍ତା କାମଗୁଡ଼ିକ ରାଜ୍ୟର ନାମୀଦାମୀ ନିର୍ମାଣ ସଂସ୍ଥା ବା ଠିକାଦାରମାନଙ୍କୁ ରାସ୍ତା ନିର୍ମାଣର ଦାୟିତ୍ୱ ଦେଇଛନ୍ତି। କିନ୍ତୁ ନିର୍ମାଣ ଦାୟିତ୍ୱରେ ଥିବା ଠିକା ସଂସ୍ଥା ଓ ଦାୟିତ୍ୱରେ ଥିବା ସରକାରୀ ବିଭାଗର ପ୍ରିୟା ପ୍ରତିପୋଷଣ ଯୋଗୁଁ ରାସ୍ତାଗୁଡ଼ିକ ନିମ୍ନମାନର ନିର୍ମାଣ ହେଉଥିବା ବେଳେ ରାସ୍ତାଗୁଡ଼ିକର ସ୍ଥାୟିତ୍ୱ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସୂଚନା ଅନୁସାରେ ଏହି ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ପାଙ୍ଗା ଉପରସାହି ପଞ୍ଚାୟତ ମାଲାଠାରୁ କିଆମୁଣ୍ଡା ଟିକାରପଦା ଗାଁକୁ ସଂଯୋଗ କରୁଥିବା ରାସ୍ତାକୁ ଅଞ୍ଚଳବାସୀଙ୍କ ଦାବି ଅନୁଯାୟୀ ଲକ୍ଷାଧିକ ଟଙ୍କା ବ୍ୟୟବରାଦ କରି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ପ୍ରାୟ 4 କିଲୋମିଟର ପକ୍କା ରାସ୍ତା ନିର୍ମାଣ କରାଯାଉଛି। ପ୍ରଥମତଃ ରାସ୍ତା ନିର୍ମାଣ କାର୍ଯ୍ୟଟି ବହୁ ବିଳମ୍ବ ହୋଇସାରିଥିବା ବେଳେ ବର୍ତ୍ତମାନ କିଛି ଦିନ ହେଲା ରାସ୍ତା କମିଟି ଚାଲୁ ରହିଛି। କିନ୍ତୁ ରାସ୍ତା କାମଟି ଅତି ନିମ୍ନମାନର ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ରାସ୍ତାରେ ପିଚୁ ପଡ଼ୁଛି ସତ, କିନ୍ତୁ ପିଚୁ ପଡ଼ିବାର ମାତ୍ର କେଇଦିନ ଭିତରେ ପିଚୁ ସବୁ ଆପେ ଆପେ ଉଠିଯାଉଛି, ଯାହା ପାଇଁ ରାସ୍ତାର ସ୍ଥାୟିତ୍ୱ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସେପଟେ ନିମ୍ନମାନର ରାସ୍ତା କାମ ପାଇଁ ଏହି କିଆମୁଣ୍ଡା ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ମଧ୍ୟ ଦାନା ବାନ୍ଧିବାରେ ଲାଗିଛି। ତେବେ ଏହି ରାସ୍ତା କାମରେ ତଦନ୍ତ କରାଯାଇ ସମ୍ପୃକ୍ତ ଠିକାଦାରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଡାମି ଗ୍ରାମର ମୋତିଆନ ଦିଗାଲ, ଶରତ ଦିଗାଲ, ମିଆଖ ଏଲ ଦିଗାଲ, ଗବ୍ରି ଦିଗାଲ, ଖଗେଶ୍ୱର ଦିଗାଲଙ୍କ ସମେତ ଅଞ୍ଚଳବାସୀ ଦାବି କରିଛନ୍ତି। ସୂଚନା ଅନୁସାରେ ଏହି କାମଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା କରାଯାଉଥିବା ବେଳେ ସୂଚନା ପାଇ ସୂଚନା ଫଳକ ମଧ୍ୟ ଲଗାଯାଇ ନାହିଁ। ତେବେ ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀଠାରୁ ଆରମ୍ଭ କରି ବିଭାଗର ବଡ଼ବଡ଼ିଆ ବାବୁମାନଙ୍କ ସହ ଠିକାଦାରଙ୍କ ମଧୁଚନ୍ଦ୍ରିକା ରହିଥିବା ମଧ୍ୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତେବେ ଏହି ନିମ୍ନମାନର ରାସ୍ତା କାମ ଉପରେ ଏବେ ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଦାବି ହେଉଛି। କନ୍ଧମାଳରୁ ସୁନୀଲ କୁମାର ଦିଗାଲଙ୍କ ରିପୋର୍ଟ, ଜ୍ୟୋତିପ୍ରଭା ନ୍ୟୁଜ୍।